नमः शिवाय। ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनान् मृत्युमुखेयमामृतात्। पापी मानकर जमपुर यात्रा पथ निर्णय। धाता नंदन मुखकु चाहि ऋषिगण बोइले शुणन्तु एबे आंभर बचन। मृत्यु परे पापींकु जे समन नियई केवण मार्गे पापींकु जम जाए नेई। आंभंकु से कथा तपी कुह बुझाइण बड़ी अच्छी श्रद्धा ताहा करिबु श्रवण। ऋषिंक बचन शुणी सनत कुमार कहन्ति ऋषिए शुण बचन महर। जीवकु आसिबा बेले से चित्रगुप्त पांज फेड़ीण जमकु कहे सत्यासत्य। अंतिम काल प्रवेश होइछि एहार तथापि न छाड़े जीव ताहार शरीर। चित्रगुप्तंक मुखरु शुणिण समन दूतंकु बाइण आज्ञा दियंती बहन। जाओ आहे दूत गण विलंब न कर ताहाकु बउंधी आनिण कराजर। आज्ञा पाई दूत गणे जानती बहन जीव निकटरे जानती तक्षणे मिलिण। जीवकु कहन्ति कष्ट भोगुछु कि पाई शरीर गोटी पांपरा गलाणी जे होई। वृथारे तू किंपा कष्ट सहुछु एठारे न छाड़ी आसीछु किंपा शरीर लोभरे। जमदूते एही परी कहन्ति बचन नास्तिकरे जीव घट न जीवी छाड़ीण। कौशल भियाण जमदूते करिथान्ति नाना प्रकार लोभ ताहाकु देखान्ति। सुंदरी नारी गोटिए दियंती देखाई हीरा नीला मोती आनी दियंती थोई। ए घटकु छाड़ी आस विलंब न करी एही संपदकु तू अचिरे भोग करी। ए समस्त देखी जीव जीवाकु बाहारे परम जीवकु नास्ति बारंबार करे। तार छाड़ी मोर कथा मानी जाओ नाही गले अड़ुआरे देबे तुम्भंकु पकाई। रत्न खट एक नेई ताहाकु देखान्ति आसिले मिलिब खट प्रभु रखिछन्ति। एबे नेई जाओ खट विलंब न कर एही घरे रहिथिबु तुही चिरकाल। जीव परम कथाकु आउ न मानई पलाई आसे बिहारी लोभग्रस्त होई। माटी घटकु बाहिबे नेई समसान नष्ट करिण दियंती अग्नि लगाइण। जीवकु माया घटरे भरिण रखन्ति ताहाकु बांधिण जम समीपकु न्यन्ति। काल पाश लगाइण ताहाकु नियन्ति
ବାଟେ ନାନା ହଇରାଣ ତାହାକୁ କରନ୍ତି। ବନ୍ଧନ ପଡ଼ିଣ ବହୁ କଷ୍ଟ ସେ ଭୋଗଇ, ପୁଣି ଇଚ୍ଛା କରେ କେହ୍ନେ ଯିବି ମୁଁ ପଳାଇ। ଯମଦୂତ ମାଡ଼ ଦିଅନ୍ତି ନାନା ପ୍ରକାର, ମାଡ଼ ମାରି ହାଡ଼ ଭାଙ୍ଗି ଦିଅନ୍ତି ତାହାର। ପଥରେ ନିଅନ୍ତି ତାକୁ ଘୋଷାଡ଼ି ଘୋଷାଡ଼ି, ମଲି ମଲି ବୋଲି ସେହି କରୁଥାଇ ଅଡ଼ି। ଯମପୁର ଦୂର ଲକ୍ଷ ଯୋଜନ ଅଟଇ, ଯମଡଗର ନିଅନ୍ତି କଷ୍ଟ ଦେଇ ଦେଇ। କେଉଁଠାରେ କଣ୍ଟା ବଣ ବାଲି ଯେତ ପତ, ଖାଲ ଢିପ କାହିଁ ଅଗ୍ରେ ପଡ଼ଇ ପର୍ବତ। ପ୍ରବଳ ଭାବରେ ଅଗ୍ନି କେଉଁଠି ଜଳଇ, ଅନ୍ୟ କେଉଁଠି ପାଷାଣ ତରଳି ପଡ଼ଇ। କେଉଁଠି ବିଷାକ୍ତ ସର୍ପ କରନ୍ତି ଗର୍ଜନ, ଆସନ୍ତି ଧାଇଣ କରି ଫୁଫୁକାର ମାନ। ସିଦ୍ଧ ପରକାର ରହିଅଛି ଗଦାମାନ, ତାହା ଦ୍ୱାର ଥିପ ଖାଲ ଅଟେ ବହୁ ସ୍ଥାନ। ଭେଳା ହୋଇ ଭାସୁଛନ୍ତି ମଗର କୁମ୍ଭୀର, ଜଳ ମଧ୍ୟେ ଭାସୁଛନ୍ତି ଅନେକ ପଥର। ଏପରି ନାନା ବିପଦ ପଥରେ ଅଛଇ, ସେହୁ ଯମପୁର ଯାଏ ଏମାନ ଦେଖାଇ। ଧୂଳି ଉଡ଼ୁଥାଇ ପୁଣି ପ୍ରବଳ ହୋଇଣ, ରକ୍ତ ବୃଷ୍ଟି ଯମପୁରେ ହୁଏ ସବୁଦିନ। ଘନ ଅନ୍ଧକାର ଘୋଟିଅଛି ଯମପୁରେ, ଲହଡ଼ି ମାଡ଼ି ଆସୁଛି ବହୁତ ଉଚ୍ଚରେ। ନାନା ଜୀବଙ୍କର ଭାସୁଅଛି ଅସ୍ଥିମାନ, ପଚା ମାଂସ ଗନ୍ଧେ କାହିଁ ନ ହୁଏ ଯାଇଣ। ଭୟଙ୍କର ଏହି ପଥେ ଯମର ସଇନ, ନିଅନ୍ତି ପାପୀକୁ ଧରି ସମନ ସଦନ। ବାଟରେ ବହୁ ଯନ୍ତ୍ରଣା ତାହାକୁ ଦେଇ, ବିଧା ଗୋଇଠା ପ୍ରହାର କରନ୍ତି ସଇନି। ଯମଦୂତଙ୍କର କଥା ଶୁଣ ଦେଇ ମନ, ତାଙ୍କଠାରୁ ବଳି କେହି ନାହିଁ ନିର୍ଦାରୁଣ। ପିଙ୍ଗଳ ବରନ ପୁଣି ଆରକ୍ତ ନୟନ, କେଶ କଟି ଯାଏ ହେଉଅଛି ଦୃଶ୍ୟମାନ। ଦୀର୍ଘ ନାସା କର୍ଣ୍ଣ ଭୟଙ୍କର ରୂପ ବର୍ଣ୍ଣ, କଟମଟ କରି ଚାହିଁଥାନ୍ତି ତକ୍ଷଣ। ଲୌହ ଶିକୁଳି ପାପୀଙ୍କ ଗଳାରେ ଲଗାନ୍ତି, ଲୌହା ବାଡ଼ିରେ ତାହାଙ୍କୁ ପ୍ରହାର କରନ୍ତି। ହସ୍ତପଦକୁ ପାପୀର କରିଣ ବନ୍ଧନ, ମୁଣ୍ଡରେ ପ୍ରହାର ହସ୍ତପଦକୁ ପାପୀର କରିଣ ବନ୍ଧନ, ମୁଣ୍ଡରେ ପ୍ରହାର କରନ୍ତି ସର୍ବେ ମିଳିଣ। ଲୁହା ମୁଦଗର ଲଦନ୍ତି ତାର ଛାତି ପରେ, ଘୋଷାଡ଼ି ନିଅନ୍ତି ତପତ ବାଲି ଉପରେ। ପାପୀର ଭରସା ସେ ପୁରରେ କେହି ନାହିଁ, ଆଜିଥିବା କର୍ମମାନ ସେ ପୁରେ ଭଞ୍ଜଇ। ଅତ୍ୟନ୍ତ ବିନୀତ ହୋଇ ବଚନ କହଇ, ଏ କଷ୍ଟରୁ ଦୂର ମାନେ କର ମତେ ତ୍ରାହି। ବାନ୍ଧିଅଛ ମତେ କିଛି ନାହିଁ ଦୋଷ ମୋର, ଯମଦୂତେ ନ ଶୁଣନ୍ତି ସେ କଥା କର୍ଣ୍ଣର।
ପଙ୍କନର୍କେ ନେଇ ତାକୁ ଦିଅନ୍ତି ପକାଇ, ବହୁତ କଷଣ ଦିଅନ୍ତି ଯମଦୂତ ତହିଁ। ପଙ୍କ ନରକରେ ପାପୀ ରହେ କିଛି ଦିନ, ବହୁତ ଆକୁଳ ହୋଇ କହଇ କନ୍ଦନ। ଅଶ୍ରୁ ଜଳ ଧାର ଧାର ନୟନୁ ବହଇ, ଯେତେ ଡାକିଲେ ଆକୁଳେ ନ ଶୁଣନ୍ତି କେହି। ବିକଳେ ଡାକି କହନ୍ତି ଭାତ ବନ୍ଧୁ ମୋର, ଦଣ୍ଡୁଛନ୍ତି ଯମଦୂତେ ମତେ ରକ୍ଷା କର। ପତ୍ନୀ ପୁତ୍ର ମୋହର ଯେ କେଣେ ଚାଲିଗଲ, ଏ ବିପଦୁ ମୋତେ କେହି ରକ୍ଷା ନ କରିଲ। ଏ ବିପଦେ ମୋତେ ସାହା ପକ୍ଷ କେହି ନାହିଁ, କେତେ କଷ୍ଟ ନ କରିଛି ମୁହିଁ ତୁମ୍ଭ ପାଇଁ। ପୋଷି ପାଳି ବଢ଼ାଇ ନଥିଲି ଯତନରେ, ଏ ସମୟେ ନାହିଁ କେହି ମୋହରି ପାଶରେ। ପୁନଶ୍ଚ କହଇ ସଖା ବନ୍ଧୁ ସହୋଦର, ଯମକକ୍ଷଣରୁ ଆସି ମୋତେ ମୁକ୍ତି କର। ତାହାର ଚିତ୍କାର ଶୁଣି କରି ଦୂତଗଣ, ପ୍ରହାର କରନ୍ତି କୋପେ ତାକୁ ଘନ ଘନ। ମୁଖରେ ତପ୍ତ ତୈଳ ଢାଳି ନ ଦିଅନ୍ତି, ବନ୍ଧୁ ସୋଦର ନିମିତ୍ତ ସହଇ ଦୁବତୀ। ସେଠାରୁ ଘେନି ଯାଆନ୍ତି ଯମଦୂତଗଣ, ଅଗ୍ନି ମଧ୍ୟରେ ତାହାକୁ ଦିଅନ୍ତି ପକାଇଣ। ଶୁଷ୍କ କାଷ୍ଠ ରଖି ତହିଁ ଢାଳନ୍ତି ତୈଳ, ନିର୍ଦ୍ଦୟ ହୋଏ ଦୟା ଯେ ନଥାଏ ତାଙ୍କର। ଆନ କେହୁ ଚୁଟି ଧରି ମାରେ ଘନ ଘନ, ବିଧା ଗୋଇଠା ମାରିଣ ଦିଏ ନିର୍ଯାତନ। ଗଳା ଧକ୍କା ଦେଇ ଠେଲି ଠେଲିଣ ନିଅଇ, ଉଚ୍ଚରୁ ତଳକୁ କେହି କଚାଡ଼ି ଦିଅଇ। କେହୁ ପିଟେ ଆନ କେହୁ ଗୋଇଠା ମାରଇ, ଶିକୁଳି କରଡ଼ା ଧରି କେହୁ ପିଟୁଥାଇ। ପିଟିଣ ଠେଙ୍ଗାରେ କେହୁ ଅଣାୟତ କରେ, ଯୋଡ଼ି ବେତରେ ପିଟଇ ଅତ୍ୟନ୍ତ କ୍ରୋଧରେ। ଆନ କେହୁ କ୍ରୋଧେ କୁବଚନ କହଇ, କୋପିତ ହୋଇଣ କେହୁ ଗାଳି ଦେଉଥାଇ। ପଲମରେ ନିଆଁ ଭରି କେଉଁ ଯମଦୂତ, ପାପୀଙ୍କ ଶିରେ ଢାଳଇ ହୋଇଣ ଉତ୍ତ୍ୟକ୍ତ। ବିଛା ମେଳରେ ଯେନେ କଠିଆ କରି ଦେଇ, ରକତ ମାଠିଆ ପାପୀ ଶିରରେ ଢାଳଇ। ପାପୀଙ୍କ ମୁଖରେ କେହୁ ଗରଳ ଭରଇ, ଶିମୁଳି ବୃକ୍ଷରେ ନେଇ କେହୁ କଚାଡ଼ଇ। ଖଡ଼ଗ ଧରିଣ ପାପୀ ଗଳାରେ ଲଗାଇ, ତଳେ ପାପୀର ଜୀବକୁ ଉପାଡ଼ଇ କେହି। ବେନିହତ ହସ୍ତେ ଲୌହ କରତ ଧରିଣ, ଚିରୁଥାନ୍ତି ପାପୀଙ୍କୁ ସେ ଦିଫାଳ କରିଣ। ନିଷ୍ଠୁର ହୋଇ କେହାଣେ ଧରିଣ କୁଠାର, ଛାତିକୁ ଭୂଷଇ ଶୂଳ ଧରି ନୀଳ କର। ଛାତିକୁ ଭୂଷଇ ଶୂଳ ଧରି ନିଜ କର, ପାପୀକୁ ମୁଦ୍ଗର ଧରି ପ୍ରହାର କରଇ। ପାପୀ ଡାକ ଦେଉଥାନ୍ତି କରବାରେ ତ୍ରାହି, ନିର୍ଦ୍ଦୟ ଭୁବନେ ପାପୀ କଥା କେ ନ ଶୁଣେ। କାକୁତି ମିନତି କଲେ ମାରନ୍ତି ଦ୍ୱିଗୁଣେ, କ୍ରନ୍ଦନେ ବେନି ନୟନୁ ଅଶ୍ରୁତା ଝରଇ,
ଶୁଖିଯାଏ କଣ୍ଟ ମତେ କରବାରେ ସ୍ତ୍ରାହି। ଯମଦୂତେ ତାହାକୁ ଯେ ଘୋଷାଡ଼ି ନିଅନ୍ତି, ନରକ କୁଣ୍ଡରେ ନେଇ ପକାଇ ଦିଅନ୍ତି। ଯେ କୁଣ୍ଡରେ ସର୍ପମାନେ ଥାନ୍ତି ମାଳ ମାଳ, ସେ କୁଣ୍ଡେ ପକାଇ ଦିଅନ୍ତି କହି ମୋର ମୋର। ବେଢ଼ି ଯାଆନ୍ତି କୁଣ୍ଡରେ ଥିବା ସର୍ପଗଣ, ଚୋଟ ଚୋଟ ମାରି ତାଙ୍କୁ କରନ୍ତି ଦର୍ଶନ। ବ୍ୟାଘ୍ର ବୁଲୁକ ମୁଖରେ ଦିଅନ୍ତି ନେଇଣ, କ୍ରୋଧେ ବକ୍ଷକୁ ତାହାର ଦିଅନ୍ତି ବିଦାରିଣ। ତଦୁତ୍ତାରେ ପାପୀଟିକୁ ତହୁଁ ନେଇ ଯାଇ, ବିଷମ ନଳ କୁଣ୍ଡେ ଦିଅନ୍ତି ପକାଇ। ଅଧା ପୋଡ଼ା ହୁଏ ଯେବେ ଶରୀର ତାହାର, ତହୁଁ ଦୂତଗଣ ତାକୁ କରନ୍ତି ବାହାର। ତହୁଁ ତୈଳ କୁଣ୍ଡରେ ଦିଅନ୍ତି ପକାଇ, ତୈଳେ ପାପୀ ଶରୀରରୁ ହଟି ଦିଶଇ। ତୈଳ କୁଣ୍ଡରୁ ତାକୁ କରନ୍ତି ବାହାର, କଣ୍ଟକେ ପକାନ୍ତି ହାତ ଗୋଡ଼ ବାନ୍ଧି ତାର। କଣ୍ଟକ ବଣରେ ତାକୁ ଘୋଷାଡ଼ି ନିଅନ୍ତି, ଏହିପରି କଲବଲ ତାହାକୁ କରନ୍ତି। ତପ୍ତ ବାଲୁକା କୁଣ୍ଡରେ ପକାବନ୍ତି ନେଇ, ମୁଣ୍ଡେ ପ୍ରହାର କରନ୍ତି ଅତି କୋପ ହୋଇ। ବିଛା ବଣେ ନେଇ ତାକୁ ଠିଆ କରି ଦିଅନ୍ତି, ରକତ ମାଠିଆ ତାର ଶିରେ ଅଜାଡ଼ନ୍ତି। ପାପୀର ମୁଖେ ଗରଳକେ ଭରି ଦିଅଇ, ପାପୀକୁ ବାନ୍ଧି ପକାଏ ଶିମୁଳିରେ ନେଇ। ପାପୀ ଗାଳରେ ଝଡ଼ଗକେ ନେଇ ଲଗାଏ, ପାପୀ ଜିହ୍ୱାକୁ ଉପାଡ଼ିକେ ପକାଇ ଦିଏ। ପାପୀକୁ ଯେବେ ନିଦୂତ ଧରି କେଉଁଠାରେ, କରତ ପୁରାଇବେନି ଫାଳ କରି ଚିରେ। ପାପୀକୁ ତୃପ୍ତ ବାଲିରେ ନିଅନ୍ତି ଘୋଷାଡ଼ି, ତପ୍ତ ବାଲି ଆଖିରେ ତା ଦିଅନ୍ତି ସେ ଭରି। ତାପରେ ଯମର ଦୂତେ ତାକୁ ଘେନି ଯାଆନ୍ତି, ଯମ ସମ୍ମୁଖରେ ନେଇ ଉଭା କରି ଦିଅନ୍ତି। ପାପୀକୁ ଦେଖିଣ ଯମ ହୋଇ କୋପମାନ, ଚିତ୍ରଗୁପ୍ତେ କହନ୍ତି କରି ପାପ ପୁଣ୍ୟ। କେତେ ପାପ କରିଥିଲା ପାଇଛି କି ଦଣ୍ଡ, ଆଉ କେଉଁ ଦଣ୍ଡେ ପୁଣି ପାଇବ ପାଷାଣ୍ଡ। ଫିଟାଇଣ ପାଞ୍ଜି ଚିତ୍ରଗୁପ୍ତ କହଇ, ପାପ ଅନୁସାରେ ଦଣ୍ଡ ଯମ ଯେ ଦିଅଇ। ଯମର ଆଜ୍ଞା ପାଇଣ ଦୂତଗଣ ତାର, ମିଳି ଏକ ସ୍ନାନେ ତାକୁ କରନ୍ତି ପ୍ରହାର। ଜୀବନେ ଯେତେକ ପାପ ପାପୀ ଅର୍ଜିଥାଏ, ସଞ୍ଜୀବନୀ ପୁରେ ଦଣ୍ଡ ପୁଣି ପାପୀ ପାଏ। ରକ୍ତକୁଣ୍ଡ ଲକ୍ଷ ଲକ୍ଷ ଅଛି ଯମପୁରେ, ହାଣଘର ଫାଶୀ ଖମ୍ବ ଅଛଇ ସେଠାରେ। ବଦ୍ରୀ ତାର ରହିଅଛି ସେ ଯମପୁରରେ, ବାଡ଼ମାନ ପଡ଼ିଅଛି ଲୌହ ଶିକୁଳିରେ। ଲୌହ ଜାଲ ଅଛଇ କେତେକ ସ୍ଥାନରେ, ପାପ ପୁଣ୍ୟ ତଉଲା ଯେ ହୁଏ କେଉଁଠାରେ। ଧରମ ନିକିତି ଯମ ଧରିଣ ଅଛନ୍ତି, ପାପ ପୁଣ୍ୟକୁ ଦେଖିଣ ଦିଅଇ ଶାସ୍ତି। ଓହଳିଛି ନିକିତି ଯେ ମାଳ ମାଳ ହୋଇ, ପିଟଣି ପଡ଼ିଅଛଇ କାହିଁ ସଜା ହୋଇ।
ଗଦା ସଜା ପଡ଼ିଅଛି ସେଠାରେ ପ୍ରସ୍ତର, ଫାଶୀ ଦିଆ ହେବା ସ୍ଥାନ ଅତି ଭୟଙ୍କର। ଶୋଣିତ ଶ୍ଵେତ ସିନା ଯାଉଅଛି ବହି, ମଢ଼ା ମାଂସ କୀଟମାନେ ଯାଉଛନ୍ତି ଖାଇ। ପାପୀ ଯମଦଣ୍ଡ ତହିଁ ପାଇବା କାଳରେ, ଭୟଙ୍କର ଦୃଶ୍ୟାବଳୀ ଦେଖେ ଯମପୁରେ। ପାପୀମାନଙ୍କର ପାପ କଥାକୁ ବୁଝିଣ, ମାଡ଼ ଗାଳି ଦେଉଥାନ୍ତି ଯମଦୂତଗଣ। ପୁଣ୍ୟବନ୍ତ ପ୍ରାଣୀକୁ ନ ଛୁଇଁ ଯମ, ପୁଷ୍ପକ ଯାନେ ଯାଆନ୍ତି ବୈକୁଣ୍ଠ ଧାମ। ପୁଣ୍ୟବନ୍ତ ପ୍ରାଣୀ ପାଇଁ ଯେ ବଣ ବ୍ୟବସ୍ଥା, ବୈକୁଣ୍ଠେ ଯିବା ପାଇଁ ଅଛି ଯେ ସୁବିଧା। ଯେଉଁ ପଥେ ଯାନ୍ତି ତାହା ଅତି ହିଁ ନିର୍ମଳ, ସ୍ଥାନେ ସ୍ଥାନେ ରହିଥାଏ ସୁବାସିତ ନୀର। ଅତରାଦି ଥାଏ ପୁଣି ସୁଗନ୍ଧ ଚନ୍ଦନ, ଚତୁଃପାର୍ଶ୍ୱରେ ଶୋଭଇ ସୁବାସ କୁସୁମ। ପୁଷ୍ପଗଛ ଧାଡ଼ି ଧାଡ଼ି ଦିଅଇ ଯତନ, ଭ୍ରମର ଭ୍ରମରି କରୁଥାନ୍ତି ଗୁଞ୍ଜନ। ମୟୂର ଶୁକ ସାରି ଯେ ଆବର ଖଞ୍ଜନ, ପକ୍ଷୀଗଣେ ବସି ଉଚ୍ଚେ କରୁଥାନ୍ତି ଶୋନ। ଚିତ୍ର ତ ଚାନ୍ଦୁଆ ପଥରେ ତାଙ୍କର, ହୋଇଥାଏ ଟଣା ତାଙ୍କ ମସ୍ତକ ଉପର। ଜୟ ଜୟ ଧ୍ୱନି କରୁଥାନ୍ତି ଦେବଗଣ, ନାନାବିଧ ବାଦ୍ୟ ବାଜୁଥାଇ ଘନ ଘନ। ଆଲଟ ଚାମର ବେନି ପାଶେ ପଡୁଥାଇ, ବିଷ୍ଣୁଦୂତେ ଧାର୍ମିକକୁ ନେଇଥାନ୍ତି ବହି। ପହଣ୍ଡ ମଣାଇ କେହି ତାକୁ ଘେନି ଯାଆନ୍ତି, ଆବର ହରିଙ୍କ ନାମ କେହି ବି ଶୁଣାନ୍ତି। ପୁଣ୍ୟାତ୍ମା ମସ୍ତକେ କେହି ଛତ୍ରୀ ଟେକୁଥାଇ, ଆବର ତଳ ଯାଉଥାଏ ପହଡ଼ ପକାଇ। ଚୁଆ ଚନ୍ଦନ କର୍ପୂର ଧରି ପିଚକାରି, ମାରଇ ସୁବାସ ପୁଷ୍ପ ସିଞ୍ଚଇକେ ଧରି। ଗଦିକେ ନିଅଇ କେହୁ ବିଛଣା ନିଅଇ, ନାନା ଦ୍ରବ୍ୟମାନ କେହୁ ହସ୍ତେ ଧରିଥାଇ। ଶଙ୍ଖ ବଜାଇଣ କେହୁ ଆଗରେ ଚାଲଇ, କାହାଳି ବଜାଇ କେହୁ ଆଗେ ଯାଉଥାଇ। ମର୍ଦ୍ଦଳ କେହୁ ବଜାଏ କେହୁ ଭେରି ତୁରୀ, ଜଞ୍ଜାଳ କଂସାଳ ବାଏ ହସ୍ତେ କେହୁ ଧରି। ମନ୍ଦିରା କେଞ୍ଜନି ଧରି ବଜାଇଣ ଥାଇ, ତବଲା ବଂଶୀ ବେହେଲା ବାଇକେ ଚାଲଇ। ସିତାର ଢୋଲ ମୃଦଙ୍ଗ ବାଜାଏ କେ ରହି, ଅନେକ ଚାଲନ୍ତି ଦେବ ଦୁଦୁଭି ବଜାଇ। ଦେବାଙ୍ଗ ବସନ ତାକୁ ପିନ୍ଧାଇ ଦିଅନ୍ତି, ନାନା ଅଳଙ୍କାରେ ତାକୁ ମଣ୍ଡଣି କରନ୍ତି। କର୍ପୂର ତାମ୍ବୁଳ ଭୁଜାଇଣ ଦେଇ ହାର, ଦାସ ଦାସୀ ବହୁ ପାଦେ ଖଟିଥାନ୍ତି ତାର। ରଥ ଗଜ ଯାଉଥାନ୍ତି ତହିଁ ଅଗଣନ, ଚତୁଃପାର୍ଶ୍ୱେ ବିଷ୍ଣୁ ଦୂତେ ଥାନ୍ତି ବେଢ଼ିଣ। ପଥ ପଡ଼ଇ ଉଛୁଳି ଜୟ ଜୟ ଧ୍ୱନି, ଢଳି ଢଳି ରଥ ଯାଏ ସେ ମାର୍ଗରେ ପୁଣି। ପୁଣ୍ୟବନ୍ତ ଜନ ଶ୍ରୀ ଏପରି ଭୋଗଇ, ୟହ ଜନ୍ମେ ବୈକୁଣ୍ଠପୁରକୁ ଗମଇ। ପର ଦୁଃଖେ ଦୁଃଖୀ ସୁଖୀ ଯେ ପର ଦୁଃଖରେ, ପରକୁ ପାଳନ ନିଜ ପର ପାରେ।
पर ଯୁବତୀ କୁ ମାତୃ ସମ କରେ ଜ୍ଞାନ। ଲୋଭ ନ କରହି ଯେହୁ ଦେଖି ପର ଧନ। ସବୁରି ଆତ୍ମାକୁ ଯେହୁ କରେ ସମଜ୍ଞାନ। ଅତିଥିକୁ ବିଷ୍ଣୁମଣି କରଇ ପୂଜନ। ଗୁରୁଜନ ମାନଙ୍କୁ ଯେ ଶ୍ରଦ୍ଧା ଭକ୍ତି କରେ। ପର କଷ୍ଟକୁ ମଣଇ ଆପଣା ପ୍ରକାରେ। କାହାକୁ କଟୁ ବଚନ କେବେ ନ କହଇ। ବିନୟ ଅମୃତ ବାଣୀ ସର୍ବଦା କହଇ। କାମ କ୍ରୋଧ ଲୋଭ ମୋହ ଆଦି ଯେ ସକଳ। ହୃଦରୁ ପରିହରି କ୍ରୋଧ ଅହଙ୍କାର। ନାମ ପ୍ରତି ଶ୍ରଦ୍ଧା ଜୀବ ପ୍ରତି ଦୟା କରେ। ବ୍ରାହ୍ମଣଙ୍କ ପଦେ ସଦା ନମଇ ଭକ୍ତିରେ। ପରମ ଧର୍ମରେ ସଦା ଥାଏ ମତି ଯାର। ପିତା ମାତାଙ୍କୁ ଭକତି କରେ ଯେହୁ ନର। ଜୀବ ପ୍ରତି ଅହିଂସା ସେ ସଦା ପାଳୁଥାଇ। ଏପରି ପ୍ରାଣୀ ବିଷ୍ଣୁ ପୁରକୁ ଗମଇ। ପୁଣ୍ୟବନ୍ତ ପ୍ରାଣୀ ତହିଁ ଲଭେ ମହାସୁଖ। ଯମରାଜ ତାଙ୍କୁ କେବେ ନ ଦିଅଇ ଦୁଃଖ। ଅନ୍ନ ବସ୍ତ୍ର ଯେହୁ ଦିଏ ଦୁର୍ଭିକ୍ଷ କାଳରେ। ପ୍ରାଣୀମାନଙ୍କୁ ସେବଇ ନିଜ ପରକାରେ। ନିଜ ଭୋଜନ ପୂର୍ବରୁ ଗୋରୁ ସେବା କରେ। ଦୁଃଖୀ ଜନଙ୍କୁ ଯେ ଜନ ସଦା ଦୟା କରେ। ସକଳ ଜୀବଙ୍କ ପ୍ରତି ଥାଏ ସମଭାବ। ପ୍ରକୃତରେ ଧର୍ମବନ୍ତ ଅଟଇ ସେ ଜୀବ। ଛୋଟା ଅନ୍ଧ କୋଳା କହା ଦେଖି ଯେଉଁ ନର। ଦୟା ପ୍ରଦର୍ଶନ କରେ ଦୁଃଖ ଦେଖି ତାର। ମହାପୁଣ୍ୟବନ୍ତ ଜନ ସେହିଟି ଅଟଇ। ଯମଦୂତ ତାପାସକୁ ନ ପାରନ୍ତି ଯାଇ। ବିଦ୍ୟା ପଢ଼ାଇଣ ଧନ ଯେହୁ ନିଏ ନାହିଁ। ବିନା ଧନେ ମନ୍ତ୍ର ଦାନ ଯେ ଜନ କରଇ। ଧନ ଲୋଭ ଶିଷ୍ୟ ନ ଭଣ୍ଡଇ ଯେଉଁ ଜନ। ଧର୍ମବନ୍ତ ପ୍ରାଣୀ ମଧ୍ୟେ ହୁଅଇ ଗଣନ। ଶେଷେ ଜଳବାସହୀନେ ବସ୍ତ୍ର ଯେ ଦିଅଇ। ଦୁଃଖୀ ଦରିଦ୍ରଙ୍କୁ ସଦା ସାହାଯ୍ୟ ହୁଅଇ। ବୈକୁଣ୍ଠ ଭବନକୁ ସେ ଜନ ଗମଇ। ଜନ୍ତୁପତି ସେ ଦିନକୁ ସଦା ଡରୁଥାଇ। ବଞ୍ଚିଥିବା ବେଳେ ଯାହା ଦେଇଥାଇ ଦାନ। ତିନି ଗୁଣ ପାଇଥାଇ ଅନ୍ତେ ସେହି ଜନ। ଛତ୍ର ଚାମର ପକାଇ ନିଅନ୍ତି ଯତନେ। ଚନ୍ଦନ ଚୁଆ ବୋଲନ୍ତି ତାହାର ଅଙ୍ଗନେ। ଧର୍ମବନ୍ତ ପ୍ରାଣୀଙ୍କର ମନ ମାନେ ପରି। ସର୍ବସମ୍ପଦ ପାଆନ୍ତି ବୈକୁଣ୍ଠ ପରି। ଦେବତାମାନଙ୍କ ସଙ୍ଗେ ବୈକୁଣ୍ଠପୁରେ। ନିବାସ କରନ୍ତି ସେ ଯେ ଅତ୍ୟନ୍ତ ସୁଖରେ। ଜୀବ ପ୍ରତି ହିଂସା ଭାବ କରିବର ଜନ। ଯିବେ ଦୟା କରି ବାଟି ପରମ ଧରମ। ପ୍ରଭୁଙ୍କ ଚରଣ ତଳେ ସଦା ରଖି ମନ। ଯେହୁ ଶିବ ସତ୍ୟ ସେହିଟି ସାନ। ମଙ୍ଗଳମୟ ଠାକୁର ସର୍ବଦା ଚିନ୍ତିଣ। ବାସ କଲେ ଅଭୟଟି ପାଇବ ଆପଣ। ସେହି ପ୍ରଭୁ ଅନ୍ତକାଳେ ସହାୟ ତୁମ୍ଭର। ଯଦ ଦଣ୍ଡରୁ ତୁମ୍ଭଙ୍କୁ କରିବେ ଉଦ୍ଧାର। ଧାତା ସୁତ ଋଷି ଗଣେ ପରି କହିଲେ। ଋଷିଗଣ ଶୁଣି କରି ଆନନ୍ଦିତ ହେଲେ। ବଡ଼ ଭାଗ୍ୟବାନ ଆମ୍ଭେ ଆହେ ତପିବର।
ତୁମ୍ଭ ମୁଖରୁ ଶ୍ରବଣ କରିଲୁ ସକଳ। ଜଗତ ଠାକୁର ପଦେ ମଳାଇଣ ମନ। ଦିନ ବୁଦ୍ଧିମନ୍ତ ରଚେ ଶାବଙ୍କ ପୁରାଣ। ପାପୀମାନଙ୍କର ଯମପୁର ଯାତ୍ରା ପଥ ନିର୍ଣ୍ଣୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ମୋର ଯଦି କିଛି ତ୍ରୁଟି ଥାଏ ଆପଣମାନେ ମୋତେ କ୍ଷମା କରିଦେବେ। ଜୟ ଶିବ ଶମ୍ଭୁ।